ଟିକେ ହଳଦୀ ଗୁଣ୍ଡର କମାଲ ଦେଖିଲେ ନା ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ମୁହଁ କଳା ଦେଖାଯାଉଛି, ଗ୍ଲୋ କରୁନି, ସାଇନ୍ କରୁନି, ମୁହଁ ଆପଣଙ୍କର ବ୍ରଣ ହେଇଛି, ଦାଗ ଧବା ଅଛି, ସବୁ ଦୂର ହେଇଯିବ। ତ କ'ଣ କରିବେ, ନେବେ ଟିକେ ଏଲୋଭେରା ଜେଲ୍, ସେଥିରେ ଆମେ ମିଶାଇବା ଅଳ୍ପ ଟିକେ ହଳଦୀ ଗୁଣ୍ଡ। ସବୁବେଳେ ଚେଷ୍ଟା କରିବେ ଭଲ ହଳଦୀ ଗୁଣ୍ଡ ୟୁଜ୍ କରିବା ପାଇଁ। ଯଦି କସ୍ତୁରୀ ହଳଦୀ ଗୁଣ୍ଡ, ୱାଇଲ୍ଡ ଟର୍ମରିକ ୟୁଜ୍ କରୁଛନ୍ତି ଆହୁରି ବଢ଼ିଆ ହେଇଥାଏ, ଯୋଉଟାକି କେବଳ ଫେସ୍ ପାଇଁ ତିଆରି କରାଯାଇଥାଏ। ଅନଲାଇନ୍ ଆପଣମାନଙ୍କୁ ମିଳିଯିବ, ବହୁତ ଅଳ୍ପ ଟଙ୍କା, ବେଶୀ ଟଙ୍କା ମୋଟେ ନୁହେଁ। ନାହିଁ ତ ଘର ତିଆରି ହଳଦୀ ଗୁଣ୍ଡ ଅଳ୍ପ ଟିକେ ମିକ୍ସ କରିପାରିବେ, ଭଲସେ ଗୋଳେଇ ନେବେ। ଏଥିରେ ଆମେ ତାପରେ ଜିନିଷ ମିଶାଇବା ମହୁ। ମହୁ ଆପଣଙ୍କ ସ୍କିନ୍କୁ ସଫ୍ଟ ସ୍ମୁଥ, ଦାଗ ଦବାକୁ ଦୂର କରିବ, ବ୍ରଣକୁ ଦୂର କରିବ, ଟ୍ୟାନିଂକୁ ହଟେଇବ। ହଳଦୀ ଗୁଣ୍ଡ ଆପଣଙ୍କ ସ୍କିନ୍ରେ ଯଦି ବ୍ରଣ ସମସ୍ୟା ରହୁଛି, ଯଦି ସ୍କିନ୍ କଳା ପଡ଼ିଯାଇଛି, ସବୁକୁ ଦୂର କରିବ। ତା ସହିତ ଜେଲ୍ ଆମ ସ୍କିନ୍ର ସବୁ ସମସ୍ୟାକୁ ଦୂର କରିଥାଏ, ସ୍କିନ୍କୁ ଗୋରା କରିଥାଏ, ଦାଗ ଦବାକୁ ଦୂର କରିଥାଏ, ସ୍କିନ୍କୁ ଥିବା ପିଗମେଣ୍ଟେସନ୍, ଟ୍ୟାନିଂ, ଖରାପ ସ୍କିନ୍ କଳା ପଡ଼ିଯାଇଛି, ସ୍କିନ୍କୁ ମଏଶ୍ଚରାଇଜ ହାଇଡ୍ରେଟ୍ ରଖିବ। ତ ସବୁ ଜିନିଷ ଭଲସେ ଗୋଳେଇ ନେଲା ପରେ ଗୋଟେ ବଢ଼ିଆ ରେମିଡି ଆମର ବନି ରେଡି ହେଇଯିବ। ପ୍ରଥମେ ମୁହଁକୁ ଧୋଇ ନେବେ, ଇଭିନିଂ ଟାଇମ୍ରେ କରିପାରିବେ, ସନ୍ଧ୍ୟାବେଳେ କରିପାରିବେ, ସକାଳେ କରିପାରିବେ, ଯେତେବେଳେ ରାତିରେ କରିପାରିବେ, ଯେତେବେଳେ ଆପଣଙ୍କୁ ସମୟ ହେଉଛି ଫେସ୍ ୱାସ୍ କରିନେବେ। ତାପରେ ପୁରା ଫେସ୍ରେ ଭଲସେ ଚାହିଁବେ ବେକରେ, ହାତରେ ବି, ଗୋଡ଼ରେ ବି ଆପଣ ଲଗେଇ ପାରିବେ। ପୁରା ଭଲସେ ଦେଖନ୍ତୁ ଫେସ୍ରେ ବେକରେ ହାତରେ ଲଗେଇଛି, ଭଲସେ ଲଗେଇ ଟିକେ ମସାଜ କରିଦେବେ। 15-20 ମିନିଟ୍ ପାଇଁ ଫେସ୍ ରଖିବେ, ତାପରେ ଫେସ୍ ୱାସ୍ କରିନେବେ। ଇନଷ୍ଟାଣ୍ଟ ଦେଖିବେ ଆପଣଙ୍କ ସ୍କିନ୍ ପ୍ରଥମ ଅପେକ୍ଷା କେତେ ଗୋରା ଓ ସୁନ୍ଦର ହେଇଯାଉଛି। ଆପଣ ଚାହିଁବେ ତ ଏ ରେମେଡିକୁ ଡେଲି ୟୁଜ୍ କରିପାରିବେ, କମାଲ ରେଜଲ୍ଟ ମିଳିବ। 15-20 ଦିନ ଯଦି କରିଦେବେ ନା ଆପଣ ବି ଖୁସି ହେଇଯିବେ। ଚାହିଁବେ ତ ସପ୍ତାହରେ 2 ଦିନ ଛାଡ଼ି ଦିନେ ବି ୟୁଜ୍ କରିପାରିବେ। କିଛି ଥର ଲଗାନ୍ତୁ, କମାଲ ହେଇଯିବ।